ମୁଁ ପିଲେ ସ୍କ୍ରିନ୍ ସେୟାର କରୁଛି ଗୋଟେ ମିନିଟ୍। ତ 9 ନମ୍ବର ଶ୍ଲୋକ ଯାଏ ପିଲେ ପଢିଥିଲା ମାନେ ନାଇଁ, 9 ନମ୍ବର ସରିଯାଇଥିଲା। ଆଜ୍ଞା ସାର୍, ଆଜ୍ଞା ସାର୍ 9 ସରିଯାଇଥିଲା, ଆଜି 10 ପଢିଲେ। ହୁଁ ହେଲା। ତ ଏଗୁଡାକ ମଧ୍ୟ ପିଲା ମାନେ ସେତେବେଳେ ସେଦିନ ପିଲା ଆଲୋଚନା କରିଥିଲେ ଏଗୁଡାକ ହେଲା। ତତଃ ପ୍ରବିଶତି ଯଥୋକ୍ତ ବ୍ୟାପାର ସହ ସଖୀଭ୍ୟାମ ଶକୁନ୍ତଲା। ତ ନାଟକ ମଞ୍ଚ ଉପରେ ପ୍ରବେଶ କରିଛନ୍ତି ପିଲେ କିଏ? ସେ ଶକୁନ୍ତଳା ଆଉ 2 ଜଣ ସଖୀଙ୍କ ସହିତ। ତ 2 ଜଣ ସଖୀ ପିଲେ ଉପବିଜ୍ୟ। ତ କାହାକୁ ପିଲେ? ଶକୁନ୍ତଳାକୁ ପିଲେ ବିଞ୍ଚୁଥିଲେ ହେଲା। ଆଉ ବିଞ୍ଚିକିରି ପଚାରୁଛନ୍ତି କି ହଲା ଶକୁନ୍ତଲେ ଅପି ସୁଖୟତୀତେ ନଳିନୀ ପତ୍ର ବାତଃ। ତ ଇଏ ମଧ୍ୟ ପଢିଥିଲେ ପିଲାମାନେ ନା କି ହେ ସାଙ୍ଗ ଶକୁନ୍ତଳା, କଣ ତୁମକୁ ଏହି ପଦ୍ମପତ୍ରର ପବନ ସୁଖ ଲାଗୁଛି? ଠିକ ଅଛି। ତ ଶକୁନ୍ତଳା ପିଲେ ସଖେଦମ ତ ବଡ ଦୁଃଖରେ କହିଥିବ କି କିମ୍ ବିଜୟତଃ ମ୍ୟାମ ପ୍ରିୟ ସଖ୍ୟ, ନା ନାଇଁ କଣ ମୋର ପ୍ରିୟ ସଖ୍ୟ 2 ଜଣ ମତେ ବିଞ୍ଚୁଛ କି ବୋଲି ପିଲେ ପଚାରିଥିବ। ଆଉ 2 ଜଣ ସାଙ୍ଗ ପିଲେ କଣ ସଖ୍ୟଉ ସବିଷାଦମ ପରସ୍ପରମ ଅବଲୋକୟତଃ। ତ 2 ଜଣ ସାଙ୍ଗ ପିଲେ ଦୁଃଖରେ ପରସ୍ପରକୁ ପିଲେ ଚାହିଁ ରହିଛନ୍ତି। ଆଉ ରାଜା ମଧ୍ୟ ଦେଖିବେ ପିଲେ କାହାକୁ? ଶକୁନ୍ତଳାଙ୍କୁ। ଠିକ ଅଛି। ତ 10 ନମ୍ବର ଶ୍ଲୋକ ପଢିଥିଲେ ମଧ୍ୟ ପିଲେ ନା ପଢିନେବା ଲାଗୁଛି ପଢିଲା ଭଳିଆ ନା ପଢାଇନି? ନାଇଁ ସାର୍, ପଢା ହବ 10 ନମ୍ବର। ହଁ। ତ ରାଜା ସେଥିରୁ ସେଇ କଥା କହିବେ ପିଲେ କି ବଲବତ୍ ଅସୁସ୍ଥ ଶରୀରା ତତ୍ର ଭବତି ଦୃଶ୍ୟତେ। ତ ଲାଗୁଛି କି ସମ୍ମାନନୀୟ ଶକୁନ୍ତଳା ମାନେ ବହୁତ ଅସୁସ୍ଥ ଅଛନ୍ତି, ମାନେ ଦେହ ମଧ୍ୟ ବହୁତ ଖରାପ ଅଛି। ତାପରେ ପିଲେ ସବିତରକମ ହେଲା। ତ ସବିତରକମ କହିଲେ ଟିକେ ଚିନ୍ତା କରିବେ, ଭଲସେ ଚିନ୍ତା କରିବେ କି ଆକ୍ଚୁଆଲି କଣ ହେଇଥିବ ହେଲା। ତତ କିମ୍ ଅୟମ ଆତପ ଦୋଷଃ ସ୍ୟାତ୍ ଉତ ଯଥା ମେ ମନସି ବର୍ତ୍ତତେ। ଆଚ୍ଛା, ଏଇ ଯୋଉ ଶକୁନ୍ତଳାଙ୍କର ଶରୀର ଖରାପ ହେଇଛି, ତ ଏଇଟା କଣ ଦେହରେ ଖରା ପଶିଯିବା କାରଣରୁ, ନା ମୋ ମନରେ ଯାହା ଅଛି ସେଇଟା, ମାନେ ମାନେ କାମ ଜ୍ୱର ନା ଏଇଟା ଖରାର ଜ୍ୱର? ତାପରେ ପିଲା ସାଭିଳାସମ ନିରିବର୍ଣ୍ୟ। ତ ଟିକେ ବହୁତ ଭଲ ଭାବରେ ଦେଖିକିରି ଅଥବା କୃତମ ସନ୍ଦେହେନ, ଅଥବା ଏଥିରେ ସନ୍ଦେହ ହିଁ କରିବାର କିଛି ନାହିଁ। ତ ଜଣା ହିଁ ପଡୁଛି କି ଏହା ଖରାର ତାତି ନୁହଁ, ଇଏ ହେଲା କାମ ଜ୍ୱରର ଦେହ ଖରାପ। ଠିକ ଅଛି। ତ ସେଇ କଥା ସେ ଶ୍ଲୋକ ନମ୍ବର 10 ରେ ପିଲେ ବର୍ଣ୍ଣନା କରିଥିବେ। କଣ ପିଲେ? ନା ସ୍ତନନ୍ୟସ୍ତୋଷୀରଂ ପ୍ରସିଥିଲ ମୃଣାଲୈକବଲୟମ୍ ପ୍ରିୟାୟାଃ ସାବାଧଂ ତଦପି କମନୀୟଂ ବପୁରିଦମ୍ ସମସ୍ତାପଃ କାମଂ ମନସି ଜନିଦାଘ ପ୍ରସରୟୋ ନତୁ ଗ୍ରୀଷ୍ମ ଶୈବଂ ସୁଭଗମପରାଧଂ ଯୁବତିଷୁ। ହେଲା ପିଲେ। ସାର୍ ଏଇଟା ପଢି ଦେଇଥିଲେ ସାର୍ ଆମେ। ହଁ, ତ ସେଇଆ ତ ମତେ ବି ଲାଗୁଛି ପିଲେ 10 ନମ୍ବର ଶ୍ଲୋକ ପଢା ହେଇଥିଲା ବୋଧେ ପାଖାପାଖି। 10 ନମ୍ବର ପଢି ଦେଇଥିଲେ ସାର୍। ଏଇ ଯୋଉ ଉସିର ଲେପ ଦିଆଯାଇଥିଲା ତାଙ୍କ ସ୍ତନରେ ଆଉ ପଦ୍ମର ଇଏ ଯାଇଥିଲା, ପଢି ଦେଇଥିଲେ ସାର୍ ଏଇଟା। ହଁ ହେଲା। ତ ଏଗୁଡା ପଢିଥିଲେ, 10 ନମ୍ବର ଶ୍ଲୋକ ପଢି ଦେଇଥିଲେ। ଠିକ ଅଛି। ମତେ ଲାଗୁଛି ତା ପରଠୁ ଆଉ ପଢା ହେଇନଥିବ। ଆଜ୍ଞା ସାର୍ 11 ନମ୍ବର ପଢା ହବ। ସରି ସାର୍, ଭୁଲ ହେଇଗଲା। ହୁଁ। ହଉ ଚାଲ ହେଲା। ତ 10 ସାର୍ ନମ୍ବର ପଣ୍ଡା ବାବୁ ସାର୍ ଅଧିକ ପଢି ପଢି ଦିନ ରାତି ପଢୁଛନ୍ତି ତ, ଟିକେ କୋଉଟା କେତେବେଳେ ପଢା ହେଲା ମନେ ରହୁନି। ହୁଁ ହଁ ହଉ ଚାଲ। ତ 10 ଟଙ୍କା ମତେ ଲାଗିଲା ପିଲେ 10 ଟଙ୍କା ପଢିଲା ଭଳିଆ, ବୁଝିଲ। ଚାଲ ତାହେଲେ ପିଲେ, ତ ଏଇ ଯୋଉ ତ ସେ କହିଥିବେ ନା କି ଯୋଉ କିଏ ସେ ଦୁଷ୍ୟନ୍ତ କହିବେ କି ଯୋଉ କଣ ଅବଶ୍ୟ ସୂର୍ଯ୍ୟଙ୍କର ତାପ ଆଉ କାମର ତାପ ଦିଟା ସମାନ ହିଁ ହେଇଥାଏ ଯୁବତୀଙ୍କ ପାଖରେ, କିନ୍ତୁ ସୂର୍ଯ୍ୟଙ୍କର ତାପ ଏତେ ସୌନ୍ଦର୍ଯ୍ୟ ବର୍ଦ୍ଧକ ହେଇନଥାଏ, ନା ନାଇଁ। ତ ସେଥିପାଇଁ ଏହା ନିହାତି ଭାବରେ କାମଦେବଙ୍କର ହିଁ ତାପ। ତ ଏଇ କଥା ପିଲେ ରାଜା ମନେ ମନେ ଭାବିବେ। ତାପରେ ସେଥିରକୁ ପ୍ରିୟମ୍ବଦା ପିଲେ ଜନାନ୍ତିକମ୍। ଜନାନ୍ତିକମ୍ ମାନେ କାନରେ ପିଲା ହାତ ଦେଇକିରି, ବୁଝିଲା।
ମାନେ କାନରେ ହାତ ଦେଇକିରି ମାନେ କଣ ଯେମିତି ଶକୁନ୍ତଳା ପିଲେ ଶୁଣି ପାରିବନି ଆଉ। ତ କହୁଛି ପିଲେ କି ଅନସୂୟେ ତସ୍ୟ ରାଜର୍ଷେଃ ପ୍ରଥମ ଦର୍ଶନାତ୍ ଆରଭ୍ୟ ପରିଉତ୍ସୁକ ମନାଃ ଶକୁନ୍ତଳା ଆଉ ନଖଲୁ ଅସ୍ୟାଃ ଅନ୍ୟ ନିମିତ୍ତଃ ଆତଙ୍କଃ ଭବେତ୍। ତ ପଚାରିବ କି ହେ ଅନସୂୟା, ତ ଲାଗୁଛି କି ସେ ଯୋଉ ରାଜର୍ଷି ଦୁଷ୍ୟନ୍ତଙ୍କୁ ପ୍ରଥମ ଦର୍ଶନ ଠାରୁ ଶକୁନ୍ତଳା ବଡ ଉତ୍କଣ୍ଠିତ ମନା ଥିବାର ଜଣା ପଡୁଛି। ଆଉ ମତେ ଲାଗୁନି ଏ ଶକୁନ୍ତଳାଙ୍କ ପାଖରେ ଥିବା ସନ୍ତାପଟା କୌଣସି ଅନ୍ୟ କାରଣରୁ ହୋଇଥିବ। ତ ଏହା ନିହାତି ଭାବରେ ସେ ରାଜାଙ୍କୁ ଦେଖିବା ପରଠାରୁ ହିଁ ଏ ସନ୍ତାପ ତା ଦେହରେ ଦେଖା ଦେଇଛି। ତ ଅନସୂୟା ମଧ୍ୟ ପିଲେ କହିବ କି ସଖୀ ମମ ଅପି ଏତାଦୃଶୀ ଆଶଙ୍କା। ତ ହେଲା ହେ ସାଙ୍ଗ, ମୋ ମନରେ ବି ଠିକ ଏଇ ଆଶଙ୍କା ରହିଛି। ଭବତୁ ପ୍ରଖ୍ୟାମି ତାବତ ଏନାମ, ହଉ ତେବେ ଏହାକୁ ହିଁ ପଚାରିକିରି ବୁଝି ନବା କି କଣ ଏହାର ଶରୀର ତାତିର କାରଣ କଣ। ତାପରେ ପିଲା ପ୍ରକାଶ କରିକିରି କହିବେ କି ସଖୀ ପ୍ରଷ୍ଟବ୍ୟା ଅସି କିମପି। ତ ହେ ସାଙ୍ଗ, ତୁମକୁ କିଛି ପଚାରିବାର ଅଛି। ତ ବଲିୟାନ ଖଲୁତେ ଅଙ୍ଗାନମ ସନ୍ତାପଃ, କାହିଁକି ନା ତୁମ ଶରୀରର ସନ୍ତାପ ବହୁତ ଅଧିକ ଦିନକୁ ଦିନ ବଢିବାରେ ଲାଗିଛି। ତାପରେ ରାଜା ମଧ୍ୟ କହିବେ, ରାଜା ତ ପାଖରେ ନାହାନ୍ତି ଲୁଚିକିରି ଦେଖୁଛନ୍ତି। ତ କହିବେ ପିଲେ ବକ୍ତବ୍ୟ ହଁ ଠିକ କଥା, ପଚାରିବା କଥା। ନାଇଁ କାହିଁକି ଏମିତି ହଉଛି। ତ ସେଇ କଥା ପିଲେ ଶ୍ଲୋକ ନମ୍ବର 11ରେ କହୁଛନ୍ତି କି ପିଲେ ସ୍ୱସ୍ତିକର ବିଶଦାନି अस्याः तथा हि दुःसह निदाघ संसिनि भिन्नानि श्यामिकया मृणाल निर्माण बलयानि। तथा ही अस्याः शशिकर विशदानि मृणाल निर्माण बलयानि श्यामिकया भिन्नानि दुःसह निदाघ संसिनि। है ना तथा ही माने जेहेतु अस्याः माने एही शकुन्तଳାଙ୍କର षष्ठी कर विशदानि, षष्ठी कहले चंद्रमा, कर कहले पिले किरण, ଆଉ ବିଶଦ ମାନେ ପିଲେ ଧଳା। ତ ଚନ୍ଦ୍ରଙ୍କ କିରଣ ପରୀକ୍ଷା ଧଳା ମୃଣାଲ ନିର୍ମାଣ ବଳୟାନି। ତ ପିଲେ ପଦ୍ମ ଖଣ୍ଡରେ ତିଆରି ହେଇଥିବା ବଳୟ ଗୁଡିକ ଶ୍ୟାମିକୟା ମାନେ କଳା ରେଖା ଦ୍ୱାରା ଭିନ୍ନାନି ମାନେ ଯୁକ୍ତ ହେଇଗଲେଣି। ଆଉ ଦୁଃସହ ନିଦାଘ ସଂସିନି, ଯାହାକି ଅସହ୍ୟ ସନ୍ତାପକୁ ସୂଚଉଛି। ମାନେ ଶକୁନ୍ତଳାଙ୍କ ହାତରେ ପିଲେ ବନ୍ଧା ହେଇଥିଲା ନା କଣ ବନ୍ଧା ହେଇଥିଲା ପିଲେ? ଏଇ ଯୋଉ ପଦ୍ମ ଖଣ୍ଡରେ ତିଆରି ହେଇଥିବା ଗୋଟେ ବଳୟ ପିଲେ ବନ୍ଧା ହେଇଥିଲା ଶକୁନ୍ତଳାଙ୍କର ହାତରେ। ଆଉ ତାହା ଦେଖିବା ପାଇଁ ଥିଲା ପିଲେ କେମିତିକା, ପୁରା ଧଳା ଦେଖିବା ପାଇଁ ଥିଲା। କିନ୍ତୁ ଶକୁନ୍ତଳାଙ୍କ ହାତରେ ପିନ୍ଧିବା ପରଠାରୁ ସେଗୁଡା ସବୁ କଳା ପଡିଗଲେଣି। ତାହେଲେ ଏଥିରୁ ଜଣା ପଡୁଛି କି ଶକୁନ୍ତଳାଙ୍କ ଦେହ ପିଲେ କେତେ ଜୋର ତାତି ନଥିବ। ବୁଝିହବ ନା ଶ୍ଲୋକର ଅର୍ଥ ପିଲେ ନା ନାଇଁ? ଆଜ୍ଞା ସାର୍। ତ ସେଇ କଥା କହୁଛନ୍ତି ପିଲେ କି ଏଠାରେ ରାଜା ଦୁଷ୍ୟନ୍ତ ଶକୁନ୍ତଳାଙ୍କର ସନ୍ତାପକୁ ବର୍ଣ୍ଣନା କରି କହୁଛନ୍ତି କି ଶକୁନ୍ତଳାଙ୍କ ହାତରେ ଯେଉଁ ପଦ୍ମ ଖଣ୍ଡରେ ତିଆରି ହେଇଥିବା ବଳୟ ଗୁଡାକ ଥିଲେ ସେଗୁଡାକ ଚନ୍ଦ୍ର କିରଣ ପରୀକ୍ଷା ଧଳା, କିନ୍ତୁ ବର୍ତ୍ତମାନ ସେଗୁଡିକ କୃଷ୍ଣ ରେଖା ଦ୍ୱାରା ଯୁକ୍ତ ଅଟନ୍ତି। ତ ଏଥିରୁ ଜଣା ହିଁ ପଡୁଛି କି ଶକୁନ୍ତଳାଙ୍କ ଶରୀରରେ କେତେ ଅସହ୍ୟ କଷ୍ଟ ରହିଛି। ହେଲା, ତାହେଲେ ପିଲେ କାନି ଶକୁନ୍ତଳାୟାଃ ଦୁଃସହ ନିଦାଘ ସଂସିନି। ତ କେଉଁ ଗୁଡାକ ଶକୁନ୍ତଳାଙ୍କର ଅସହ୍ୟ ଯନ୍ତ୍ରଣା କଥା କହି ଦଉଛନ୍ତି ପିଲେ? ମୃଣାଳ ନିର୍ମାଣ ବଳୟାନି। ତ ମୃଣାଳ ନିର୍ମାଣ ବଳୟାନି। ତ ଛନ୍ଦ ହେଲା ପିଲେ ଆର୍ୟା ଛନ୍ଦ, ଆଉ ଅଳଙ୍କାର ପିଲେ ଉପମା ଅଳଙ୍କାର। ତାପରେ ଶକୁନ୍ତଳା ସହିତ ଶୋଇ ରହିଥିଲା ପିଲେ, ତ ସିଏ ସାଙ୍ଗେ ସାଙ୍ଗେ ପିଲେ ପୂର୍ବାର୍ଦ୍ଧେନ ଶୟନାତ୍ ଉତ୍ଥାୟ। ତ ସେଜରୁ ଟିକେ ପିଲେ କଳ ଲେଉଟେଇକିରି, ହେଲା। ତ ପୂର୍ବାର୍ଦ୍ଧେନ କହିଲେ ମାନେ ପୁରା ଉଠି, ମାନେ ପୁରା ସମ୍ପୂର୍ଣ୍ଣ ଉଠି ପଡିନି ପିଲେ, ଖାଲି ଜଷ୍ଟ ପିଲେ ଗୋଟେ ପାର୍ଶ୍ୱ ଲେଉଟେଇକିରି କଣ କହୁଛି ପିଲେ ନା ହଲା ଭଣ ୟଦ ବକ୍ତୁ କାମା ଅସି। ତ ହେ ସାଙ୍ଗ, ଯାହା କହିବାକୁ ଚାହୁଁଛ କୁହ, କଣ କହିବାକୁ ଚାହୁଁଛ? ତାପରେ ଅନସୂୟା କହିବ ହଲା ଶକୁନ୍ତଳେ, ହେଲା ହେ ସାଙ୍ଗ ଶକୁନ୍ତଳା। ସାର୍ ଏ ଯୋଉ ଭଣ କହିଲେ କଣ? ଗୋଟେ ଧାତୁ ଅଛି ଭଣ ଧାତୁ, ଭଣତି ଭଣତଃ ଭଣନ୍ତି, ହେଲା। ଯେମିତି ବଦ ଧାତୁ ଯେମିତି କହିବା ସେମିତି ଭଣ ଅର୍ଥ ମଧ୍ୟ କହିବା। ଠିକ ଅଛି। ତ ଯେମିତି ବଦତୁ ବଦତାମ ବଦନ୍ତୁ, ହଁ ବଦ, ତ ସେମିତି ଭଣତୁ ଭଣତାମ ଭଣନ୍ତୁ, ଭଣ ମାନେ କୁହ। ଠିକ ଅଛି। ଆଜ୍ଞା ସାର୍।
ତ ଅନସୂୟା କହିବ ପିଲେ କି ହଲା ଶକୁନ୍ତଳେ ତ ହେ ସାଙ୍ଗ ଶକୁନ୍ତଳା अलब्धान्तराः वयम मनोगतस्य वृत्तान्तस्य ମାନେ ଆମେ ତ ଆଉ ତୁମ ମନ ଭାବନା ଭିତରେ ପଶି ପାରିବୁନି ନା ନାଇଁ अलब्ध ଅନ୍ତରା ମାନେ ପଶି ପାରିବୁ ନାହିଁ ଭିତରେ କାହା ଭିତରେ ନା ମନୋଗତस्य ବୃତ୍ତାନ୍ତस्य ତୁମ ମନ ଭିତରେ ଥିବା ଭାବନା ଭିତରେ କିନ୍ତୁ यादृशी इतिहास कथा अनुबंधेषु कामी जनानाम अवस्था श्रूयते किंतु इतिहास कथा आदिरे काम पीड़ित मानकर जेपरी अवस्था आम शुणिथिलु किंतु आमे तो पढ़ीचु ना बहुत सारा जिनस आ सेथे जो जने कामी लोकर अवस्था विषय आम तो शुणिछु आ तादृशी एवं तब इति तर्कयामि आ तुम ठारे सेपरी अवस्था मध्य आमे लक्ष्य करूछु हैला आ तत कथय सेति तुमे ही कुह किम निमित्तम ते अयम आयासः इति तेबे कुह केउथि तुमर एही संताप विकारम परमार्थतः अज्ञात्वा अनारंभः किल प्रतिकारस्य काहेकि ना कारण रोग को भल भाबरे न जानी उपचार करिबा कथा नुहे काहेकि ना तुमर एक्चुअली प्रकृत रोग कोन ता हमें पण जानिनु ना आ तुमर केउथि हम चिकित्सा करिवो तो सेति पय तुमे निजे ही कुह कि तुमर कोउथि पय ये संताप ठीक अछि तापर शकुंतला कहयो पिले तापर हेतुर को राजा राजा सेतुर कहउचंती अनसूया अपि मदीयः तर्कः अवगतः लागुची अनसूया मध्य मोर मन कथा बुझी परिला सेति पय मते शकुंतला को एक कथा पचारुछि आ तापर शकुंतला कहूची बलियान आयासः न शक्नोमि सहसा निवेदयितु बहुत बड़ दुख आ संगे संगे जणै देबा पय मु समर्थ हेउ नाही त प्रियंवदा कहबो कि सुष्ठु खलु ऐसा भणति नाही नाही ए अनसूया जहा कहूची ठीक ही कहूची किम एतत आत्मनः उपद्रवम निगुहसी त काहे कि तुमे निजर ही दुख को तुमे लुचौछ निगुहसी माने लुचैया पिले अनु दिवसम खलु परिहियसे दिन को दिन तुम पतळा ही जाउछ आ अंगेषु लावण्यमयी छाया केवलम त्वाम नमुंचति केवल तुम शरीर रे जो रमणीय कांति रहिछि ताहा ही तुमको छाड़िकी जाई नाही नले तुम शरीर रो किछि नाही केवल तुम शरीर रे गोटे कांति सिना अछि गोटे तेज सिना अछि किंतु आउ देह रे आउ किछि नाही माने देह रे आउ मांस नाही पूरा तमे बहुत झड़ी गलानी हैला तब राजा शत्रु कहबो कि अबितथम आह प्रियंवदा हैला त प्रियंवदा जहा कहउछन ठीक कथा कहउछन्ती हैला तथा ही जेहेतु शकुंतलांकर अवस्था केमितिका तो सही कथा श्लोक नंबर 12 रे पिले कहउछन्ती कि क्षाम क्षाम कपोल मानन मुर काठिन्य मुक्त स्तनम मध्य क्लांततर प्रकाम विनता वंशौ छवि पांडुरा स्वच्या च प्रिय दर्शना च मदन ग्लानेयमालक्ष्यते पत्राणामिव शोषणेन मरुता स्पृष्टालता माधवी हैला तो बर्तमान शकुंतलांकर अवस्था पिले केमतिका हेछि ना कहउछन पिले आननम श्याम श्याम कपोलम उरह काठिन्य मुक्त स्तनम मध्यः क्लांततरः अंशौ प्रकाम विनतौ छबिः पांडुरा मदन ग्लाना इयं पत्राणां शोषणेन मरुता स्पृष्टा माधवी लता इव सोच्या च आउ प्रिय दर्शना च आलक्ष्यते हैला देखो तो शकुंतलांकर पिले रूप केमिति से कहउचंती ना पिले आननम माने शकुंतलांकर मुख पिले क्षाम क्षाम कपोलम अत्यंत क्षीण कपोल युक्तम माने गाल दीटा पूरा पूरी सुखी जाइछि पिले हैला कपोल कहले पिले गाल तने शकुंतलांकर मुखर जो गाल पिले ता अत्यंत क्षीण बहुत क्षीण हो जाइछि आउ पिले उरह तो तांकर पिले वक्षस्थल केमितिका अछि ना काठिन्य मुक्त स्तनम तो पिले शिथिल स्तन युक्त एटा पिले स्तन युक्त तो माने एमितिका स्तन जो स्तन पिले पूरा शिथिल पड़ी जाइछि तो से भलिया स्तन द्वारा युक्त होइछि तांकर वक्षस्थल पिले आउ मध्य मध्य कहले पिले कटि प्रदेश ताहा केमितिका ना क्लांततरः माने अत्यधिक दुर्बल तो बहु दुर्बल हो जाइछि
ଆଉ ପିଲେ ଅଂଶौ ତ ତାଙ୍କର କାନ୍ଧ ଦିଟା କେମିତି ହେଇଛି ନା ପ୍ରକାମ ବିନତୌ ଅତ୍ୟନ୍ତମ ଅବନତୌ ମାନେ ପୁରା କାନ୍ଧ ଦିଟା ନଇଁ ପଡିଛି ପିଲେ। ଆଉ ପିଲେ ଛବି ଦେହର କାନ୍ତି ପିଲେ କେମିତିକା ଅଛି ନା ପିଲେ ପାଣ୍ଡୁରା ମାନେ ପିଲେ ପାଣ୍ଡୁର ବର୍ଣ୍ଣ ପଡିଯାଇଛି ମାନେ ଯୋଉ ଦେହର ବର୍ଣ୍ଣ ପିଲେ କେମିତି ଖାଇଯାଇଛି ପିଲେ ତ ପାଣ୍ଡୁର ବର୍ଣ୍ଣ ପଡିଯାଇଛି। ଠିକ ଅଛି ତ ମଦନ ଗ୍ଲାନା ତ ଲାଗୁଛି ଶକୁନ୍ତଳା ଯେମିତି କାମଦେବଙ୍କ ଦ୍ଵାରା ପୀଡିତା ହିଁ ଅଟନ୍ତି। ଆଉ ଇୟମ ମାନେ ଏହି ଶକୁନ୍ତଳା ତ କେମିତି ଦେଖା ଯାଉଛନ୍ତି ନା ସତେ ଯେମିତି ପତ୍ରାଣାମ ଶୋଷଣେନ ମରୁତା ସ୍ପୃଷ୍ଟା। ତ ପିଲେ ଗୋଟେ ପବନ ଏମିତିକା ପବନ ଯୋଉ ପବନ ପତ୍ର ମାନଙ୍କୁ ଶୁଖେଇ ଦିଏ ତ ପତ୍ର ମାନଙ୍କୁ ଶୁଖେଇ ଦଉଥିବା ପବନ ଦ୍ଵାରା ସ୍ପର୍ଶ କରାଯାଇଥିବା ମାଧବୀ ଲତା ତ ମାଧବୀ ଲତା ପରିକା ଶୋଚିଆ ମାନେ ବଡ ଶୋଚନୀୟ ଦେଖାଯାଉଛି। ଆଉ ତା ସହିତ ପିଲେ ପ୍ରିୟ ଦର୍ଶନାଚ ଆଲକ୍ଷ୍ୟତେ ଆଉ ଦେଖିବା ପାଇଁ ସୁନ୍ଦର ବି ଦେଖାଯାଉଛି। ଅବଶ୍ୟ ମାନେ ଏମିତିକା ସବୁ ରୂପ ହେଇଛି ନା ନାଇଁ ମୁହଁରେ ପିଲେ ଗାଲ ଶୁଖି ଯାଇଛି ନା ନାଇଁ ଛାତିରେ ଶିଥିଳ ସ୍ତନ ଯୁକ୍ତ ତ ଅଂଶ ଦିଟା ନଇଁ ପଡିଛି କଟି ପ୍ରଦେଶ ପିଲେ ଅତ୍ୟନ୍ତ କ୍ଷୀଣ ହେଇଯାଇଛି। ତାପରେ ମଧ୍ୟ ଶକୁନ୍ତଳା ତ ଏମିତିକା ଦୁର୍ବଳ ଦେଖାଯାଉଥିଲେ ମଧ୍ୟ ସୁନ୍ଦର ବି ଦେଖାଯାଉଛନ୍ତି। ତ ଲାଗୁଛି ସତେ ଯେମିତି ଇଏ ଗୋଟେ ଏମିତିକା ମାଧବୀ ଲତା ଯୋଉ ମାଧବୀ ଲତାକୁ ପିଲେ ଏମିତିକା ପବନ ଛୁଇଁଛି ଯୋଉ ପବନ ପିଲେ କଣ କରିଥାଏ ଗଛର ପତ୍ର ମାନଙ୍କୁ ଶୁଖେଇ ଦେଇଥାଏ। ତ ସେଭଳିଆ ପବନ ଦ୍ଵାରା ସ୍ପର୍ଶ କରାଯାଇଥିବା ତ ମାଧବୀ ଲତା ପରିକା ଏହି ଶକୁନ୍ତଳା ବଡ ଶୋଚନୀୟ ବି ଦେଖାଯାଉଛି ଆଉ ତା ସହିତ ପିଲେ ବଡ ରମଣୀୟ ବି ଦେଖାଯାଉଛି। ବୁଝିହବ ନା ଶ୍ଲୋକର ଅର୍ଥ ପିଲେ ନା ନାଇଁ? ଆଜ୍ଞା ସାର୍। ହେଲା ତ ସେଇ କଥା ପିଲେ ବ୍ୟାଖ୍ୟାରେ କହୁଛନ୍ତି କି ଏଠାରେ ରାଜା ଦୁଷ୍ୟନ୍ତ ଶକୁନ୍ତଳାଙ୍କର କାମ ଦଶା ପିଲେ ବର୍ଣ୍ଣନା କରିକି କହୁଛନ୍ତି କି ଏହି ଶକୁନ୍ତଳାଙ୍କର ମୁଖ କ୍ଷୀଣ କପୋଳ ଯୁକ୍ତ ଅଟେ ଆଉ ତାଙ୍କର ବକ୍ଷସ୍ଥଳରେ ଥିବା ସ୍ତନଦ୍ୱୟ ଅତ୍ୟନ୍ତ ଶିଥିଳ ଅଟେ। କଟି ପ୍ରଦେଶ ମଧ୍ୟ ଅତ୍ୟଧିକ ଦୁର୍ବଳ ଅଟେ। ଆଉ ଦୁଇ କାନ୍ଧ ପିଲେ ପୁରା ନଇଁ ପଡିଛି ଆଉ ଶରୀରର କାନ୍ତି ପିଲେ ପାଣ୍ଡୁର ବର୍ଣ୍ଣ ହେଇଯାଇଛି। ଆଉ ସେ ଏଭଳିଆ ମାଧବୀ ଲତା ପରିକା ଦେଖା ଦଉଛି ଯାହାକୁ କି ପତ୍ରକୁ ଶୁଖେଇ ଦଉଥିବା ପବନ ସ୍ପର୍ଶ କରିଛି। ଆଉ ତାଙ୍କର ଅବସ୍ଥା ବଡ ଶୋଚନୀୟ ଆଉ ରମଣୀୟ ମଧ୍ୟ ଦେଖାଯାଉଛି। ହେଲା ତାହେଲେ ପିଲେ କିମ୍ କ୍ଷାମ କ୍ଷାମ କପୋଳମ୍ କଣ ପିଲେ? ସାର୍ ଆନନ ମୁର ହଁ ନାଇଁ ଖାଲି ଆନନମ ଆଉ କିମ୍ କାଠିନ୍ୟ ମୁକ୍ତ ସ୍ଥାନମ ତ ଉରହ ସାର୍ ସେଠି ହବ ସାର୍ ଉର। ହୁଁ ଆଉ ପିଲେ କହ କ୍ଲାନ୍ତ ତରହ ମଧ୍ୟ ହେଲା କଟି ପ୍ରଦେଶ। ଆଉ ପିଲେ କଉ ପ୍ରକାମ ବିନତଉ କୋଉ ଦିଟା ପିଲେ ପୁରା ନଇଁ ପଡିଛି କାନ୍ଧ ପିଲେ ଅଂଶ ଅଂଶଉ ଆଉ କା ଶୋଚ୍ୟାଚ ପ୍ରିୟ ଦର୍ଶନାଚ ଆଲକ୍ଷ୍ୟତେ କିଏ ପିଲେ ଶକୁନ୍ତଳା। ଶକୁନ୍ତଳା। ତ ଛନ୍ଦ ପିଲେ ଶାର୍ଦୁଳ ବିକ୍ରୀଡ଼ିତ ଆଉ ଅଳଙ୍କାର ପିଲେ ଉପମା ଅଳଙ୍କାର। ତ ବର୍ତ୍ତମାନ ଶକୁନ୍ତଳା ପିଲେ କହିବ ତାର ମନ କଥା ପିଲେ କଣ କହିବ ପିଲେ ନା ନିଃଶ୍ଵସ୍ୟ ତ ଦୀର୍ଘ ନିଶ୍ୱାସ ଛାଡି କଶ୍ୟ ବା ଅନ୍ୟସ୍ୟ କଥୟିଷ୍ୟାମି ତ ମୋର ଏ ଦୁଃଖ କଥା ମୁଁ ଆଉ କାହାକୁ ବା କହିବି କିନ୍ତୁ ଆୟାସ ହେତୁ କାହା ବହ ଭବିଷ୍ୟା ହେଲା ଆୟାସ ହେତୁ କାହା ବହ ଭବିଷ୍ୟାମି କିନ୍ତୁ ଯଦି ମୁଁ ତୁମକୁ ମୋ ଦୁଃଖ କଥା କହିବି ତେବେ ମୁଁ ତୁମ ମାନଙ୍କର ଦୁଃଖର ବି କାରଣ ହେଇଯିବି। ହେଲା ତ ମୋ କଥା ଶୁଣିଲେ ତମମାନଙ୍କ ପାଇଁ ମଧ୍ୟ ମୁଁ ଦୁଃଖର କାରଣ ହେଇଯିବି। ତାପରେ ଉଭୟ କହୁଛନ୍ତି ସଖୀ ଅତଃ ଏବ ନିର୍ବନ୍ଧ ହେ ସାଙ୍ଗ ସେଥିପାଇଁ ତ ଆମେ ଆଗ୍ରହ ପ୍ରକାଶ କରୁଛୁ କି ତୁମେ ତୁମ ଦୁଃଖ କହିଦିଅ ବୋଲି। କାହିଁକି ନା କଥାରେ ଅଛି କି ସ୍ନିଗ୍ଧ ଜନ ସମ୍ବିଭକ୍ତମ ଖଲୁ ଦୁଃଖମ ସହ୍ୟ ବେଦନମ ଭବତି ତ ନିଜ ପ୍ରିୟ ଲୋକମାନଙ୍କ ସହିତ ବଣ୍ଟା ଯାଇଥିବା ଦୁଃଖ ପିଲେ ସହ୍ୟ ହୋଇଥାଏ। ଯଦି ଦୁଃଖକୁ ନିଜ ପ୍ରିୟ ଲୋକମାନଙ୍କ ସାଙ୍ଗରେ ବାଣ୍ଟି ଦବ ତେବେ ସେ ଦୁଃଖକୁ ସହି ହେଇଯିବ ଆଉ ଯଦି ଦୁଃଖକୁ ନିଜ ମନ ଭିତରେ ରଖିବ ତାହେଲେ ଦୁଃଖ ପିଲେ ଅସହ୍ୟ ହେଇଯିବ। ଠିକ ଅଛି ତାପରେ ବର୍ତ୍ତମାନ ରାଜା ପିଲେ ପୁରା ମନ ମନ ଖୁସି କାହିଁକିନା ସିଏ ପୁରା ସିଓର ହେଇଗଲେଣି କି ଶକୁନ୍ତଳା ନିହାତି ଭାବରେ କହିବ ନା ନାଇଁ ତ ତା ମନର କଥା ତ ସେଇ କଥା ସେ କହୁଛନ୍ତି ପିଲେ ଶ୍ଲୋକ ନମ୍ବର 13ରେ कि पिले पृष्ठा जने न सम दुख सुखे न बाला
नेयं न वक्ष्यति मनोगतमाधिहेतुं दृष्टो विवृत्य बहुशोऽप्यनया सतृष्णम् अत्रोत्तर श्रवण कातरतां गतोऽस्मि। କୋଉ ଛନ୍ଦ ପିଲେ? ବସନ୍ତ ତିଳକା। ହଁ ବସନ୍ତ ତିଳକା ଛନ୍ଦ ପିଲେ। ତ ସେ କଥା କହୁଛନ୍ତି ପିଲେ କି ସମଦୁଃଖ ସୁଖେନ ଜନେନ ପୃଷ୍ଟା ଇୟଂ ବାଲା ମନୋଗତମ ଆଧି ହେତୁମ ନ ବକ୍ଷ୍ୟତି ନ ଅନୟା ବହୁଶଃ ବିବୃତ୍ୟ ସତୃଷ୍ଟଂ ଦୃଷ୍ଟଃ अपि ଅତ୍ର ଉତ୍ତର ଶ୍ରବଣ କାତରତାମ୍ ଗତଃ अस्मि। ତ ଦୁଷ୍ୟନ୍ତ କହୁଛନ୍ତି ପିଲେ କି ସମ ଦୁଃଖ ସୁଖେନ, ତାହେଲେ ଦୁଃଖ ସୁଖୟୋଃ ସମରୂପେଣ, ଯୋଉମାନେ ସୁଖରେ ଦୁଃଖରେ ସମାନ ହେଇଥାନ୍ତି। ତ ସେଭଳିଆ ଜନେନ, ଯେତେବେଳେ ସେଭଳିଆ ଲୋକ ପୃଷ୍ଠା ମାନେ ପଚାରିଛନ୍ତି ଇୟମ ମାନେ ଏହି ଶକୁନ୍ତଳାଙ୍କୁ, ତ ଏହି ଯୋଉ ବାଲା, ତ ଏହି ବାଲା ଶକୁନ୍ତଳା ମନୋଗତମ ତ ମନରେ ଥିବା ଆଧି ହେତୁମ ତ ଦୁଃଖର କାରଣ ନ ବକ୍ଷ୍ୟତି ମାନେ କହିବ ନାହିଁ, ଏକଥା ନ ମାନେ ସେ କହିବ। କହୁଛି ଯେତେବେଳେ ଶକୁନ୍ତଳାଙ୍କୁ ତ ତାର ମାନେ କଣ ସୁଖ ଦୁଃଖରେ ସମାନ ଭାଗିଦାର ରହୁଥିବା ସାଙ୍ଗମାନେ ପଚାରୁଛନ୍ତି, ଆଉ ସିଏ ପୁଣି ତାର ମନ କଥା ନ କହିକି ରହିପାରିବ ନାହିଁ, ତ ମନ କଥା ନିହାତି ଭାବରେ ସିଏ କହିବ। ଆଉ ଅନୟା ତ ଏହି ଶକୁନ୍ତଳା ବହୁଶଃ ମାନେ ବାରମ୍ବାର ବିବୃତ୍ୟ ମାନେ ପରିକ୍ରମ୍ୟ ବୁଲି ବୁଲି ସତୃଷ୍ଟ ମାନେ ଅଭିଳାଷାର ସହିତ ଦୃଷ୍ଟ ମାନେ ମତେ ଦେଖିଛି। ଏ ଶକୁନ୍ତଳା ତ ମତେ ପୂର୍ବରୁ ଅଭିଳାଷା ଦୃଷ୍ଟିରେ ବହୁତ ଥର ଦେଖିଛି, ତ ମୁଁ ଅବଶ୍ୟ ସିଓର ଅଛି ସେ ମତେ ହିଁ ଭଲ ପାଉଥିବ ହେଲା ହେଲା ଅପି ତଥାପି ମଧ୍ୟ ଅତ୍ର ମାନେ ଏ ଜାଗାରେ ଉତ୍ତର ଶ୍ରବଣ କାତରତାମ୍, ତ ଉତ୍ତର ଶୁଣିବା ପାଇଁ ବଡ ଉତ୍କଣ୍ଠ ହେଲା ଉତ୍କଣ୍ଠତାକୁ ଗତଃ ଅସ୍ମି ମାନେ ମୁଁ ପ୍ରାପ୍ତ କରିଛି। ରାଜା କହୁଛନ୍ତି ମୁଁ ଜାଣିଛି ଅବଶ୍ୟ ସେ ମତେ ହିଁ ଭଲ ପାଉଥିବ ବୋଲି, ତଥାପି ମୁଁ ତା ମୁହଁରୁ ଶୁଣିବା ପାଇଁ, ତ ତା ମୁହଁରୁ ସେ ଉତ୍ତର ଶୁଣିବା ପାଇଁ ମୁଁ ବର୍ତ୍ତମାନ ବଡ କଣ ଅଟେ, ଉତ୍କଣ୍ଠିତ ଅଟେ ହେଲା। ଆଉ ଶକୁନ୍ତଳା ତ ନିହାତି ଭାବରେ କହିବ ହିଁ ତା ମନ କଥା, ଯେହେତୁ ତାକୁ ତା ସାଙ୍ଗମାନେ ପଚାରୁଛନ୍ତି। ବୁଝି ହବ ପିଲା ଶ୍ଲୋକର ଅର୍ଥ ନା ନାଇଁ? ଆଜ୍ଞା ସାର୍। ତ ସେଇ କଥା କହୁଛନ୍ତି ପିଲେ କି ଏଠାରେ ରାଜା ଦୁଷ୍ୟନ୍ତ କହୁଛନ୍ତି କି ବର୍ତ୍ତମାନ ଶକୁନ୍ତଳାଙ୍କର ସଖୀ ଜନ ଯିଏକି ତାର ଦୁଃଖ ଆଉ ସୁଖରେ ସମାନ ରୂପ, ତ ସିଏ ଦୁଃଖ କାରଣ ପଚାରିଛି, ଏଣୁ ସେହି ଶକୁନ୍ତଳା ନିଶ୍ଚିତ ନିଜ ମନରେ ଥିବା ଦୁଃଖର କାରଣ କହିବ। ଆଉ ଯଦ୍ୟପି ସେ ମତେ ବାରମ୍ବାର ବୁଲି ବୁଲି ଅଭିଳାଷର ସହିତ ଦେଖୁଥିଲା, ତଥାପି ବର୍ତ୍ତମାନ ତା ମୁହଁରୁ ସେ ଉତ୍ତର ଶୁଣିବା ପାଇଁ ମୁଁ ବଡ ଉତ୍କଣ୍ଠିତ ଅଟେ। ତ ଛନ୍ଦ ହେଇଗଲା ପିଲେ ବସନ୍ତ ତିଳକା। ତ ବର୍ତ୍ତମାନ ଶକୁନ୍ତଳା ପିଲେ କହୁଛି ନିଜର ମନ କଥା ପିଲେ କଣ କହୁଛି ନା ୟତଃ ପ୍ରବୃତ୍ତି ତପୋବନ ରକ୍ଷିତା ସହ ରାଜର୍ଷି ମମ ଦର୍ଶନ ପଥମ ଗତଃ, ତ ଯେବେଠାରୁ ତପୋବନର ରକ୍ଷକ ସେହି ରାଜର୍ଷି ମୋ ଦୃଷ୍ଟି ପଥକୁ ଆସିଲେଣି, ତାପରେ ଏତିକି କହିକିରି ପିଲେ ଇତି ଅର୍ଦ୍ଧୋକ୍ତେନ ଲଜ୍ଜାମ ନାଟୟତି, ତ ଏତିକି ଅଧା କଥା କହିକିରି ତ ଲାଜ କରୁଛି ପିଲେ କିଏ ସେ ଶକୁନ୍ତଳା। ତାପରେ ଉଭେ ତ ସେଇ ଦୁଇ ଜଣ ପିଲା ପଚାରୁଛନ୍ତି ପ୍ରିୟମ୍ବଦା ଆଉ ଅନୁସୂୟା କଥୟତୁ ପ୍ରିୟ ସଖୀ, ହଁ ଠିକ ଅଛି ତମେ ଆଗକୁ କୁହ କଣ ହେଇଛି। ତାପରେ ଶକୁନ୍ତଳା କହୁଛି ତତଃ ପ୍ରଭୃତି ତଦଗତେନ ଅଭିଳାଷେଣ ଏତାବତ ଅବସ୍ଥା ଅସ୍ମି ସମ୍ବୃତା, ଆଉ ସେବେଠାରୁ ତାଙ୍କୁ ପାଇବାର ଅଭିଳାଷରେ ଏହି ଅବସ୍ଥାକୁ ମୁଁ ପ୍ରାପ୍ତ କରିଛି ହେଲା। ତ ତାଙ୍କୁ ପାଇବାର ଇଚ୍ଛା କରି ବସିଛି, ଆଉ ସେଥିପାଇଁ ମୋର ଆଜି ଏହି ଅବସ୍ଥା। ତାପରେ ପିଲେ ଉଭେ ଦୁଇ ଜଣ ସାଙ୍ଗ ସେଥିରୁ କହୁଛନ୍ତି ଦିଷ୍ଟ୍ୟା ତେ ଅନୁରୂପେ ବରେ ଅଭିଳାଷ ଅଥବା ସାଗରମ ଉଜ୍ଜିତ୍ୱା କସ୍ମିନି ମହାନଦ୍ୟା ପ୍ରବେଷ୍ଟବ୍ୟମ୍, ଯାହା ସୌଭାଗ୍ୟ କାରଣରୁ ତୁମ ପାଇଁ ଯୋଗ୍ୟ ବରଠାରେ ଅଭିଳାଷା ହୋଇଛି, ମାନେ ତୁମକୁ ଯେମିତି ଗୋଟେ ବର ଦରକାର ତ ସେଇଭଳିଆ ଗୋଟେ ବର ତୁମେ ପାଇଛ, କିଛି ଅସୁବିଧା ଏଥିରେ ନାହିଁ। ତ ଏଠି ମୁଁ ଛାଡି ଦେଇଥିଲି ଗୋଟେ ଲେଖିବାର ଥିଲା, କାହିଁକି ନା ସମୁଦ୍ରକୁ ଛାଡିଦେଲେ ନଦୀ ମାନେ ବା ମହାନଦୀ ଆଉ କେଉଁଠି ବା ପଶିଥାନ୍ତା ନା ନାଇଁ, କାହିଁକି ନା ମହାନଦୀର ମିଳନ ତ ସମୁଦ୍ର ସାଙ୍ଗରେ ହିଁ ହବାର ଅଛି ନା, ଆଉ ତୁମର ତ ସାଗର ସହିତ ହିଁ ମିଳନ ହେଇଛି, ତ କିଛି ଅସୁବିଧା ନାହିଁ। ତାପରେ ରାଜା ମଧ୍ୟ ପିଲେ ସହର୍ଷମ ବଡ ଖୁସି ହେଇକିରି ଶ୍ରୁତମ ୟତ ଶ୍ରୋତବ୍ୟମ, ଯାହା ହଉ ତ ଯାହା ଶୁଣିବା ପାଇଁ ଚାହୁଁଥିଲି ତାହା ମୁଁ ଶୁଣିପାଇଲି, ଠିକ ଅଛି। ତ ସେହି ଖୁସିରେ ପିଲେ ସେ ଶ୍ଲୋକ ନମ୍ବର 14 କହୁଛନ୍ତି କି ସ୍ମରଃ ଏବ ତାପ ହେତୁ ନିର୍ବାପୟିତା ସହ ଏବ ମେ ଜାତଃ ଦିବସଃ ଇବ ଅଭ୍ରଶ୍ୟାମଃ ତପାତ୍ୟୟେ ଜୀବଲୋକସ୍ୟ ହେଲା। ତ କହୁଛନ୍ତି ପିଲେ ତପାତ୍ୟୟେ
जीवलोकस्य अभ्रश्यामः दिवसः इव स्मरः एव मे ताप हेतु आउ सह एव निर्वापयिता जातः कहले तपात्यय तपात्यय कहले पे ग्रीष्म ऋतु समाप्त हुअन्ते बा ग्रीष्म ऋतु सरीगला परे जीवलोकस्य त प्राणी मानक पाई अभ्रश्याम माने मेघेन श्याम माने मेघ द्वारा तो कला देखा जाउथिबा दिवस परिका है जमती पिले खरा दिन सरीज पिले आकाश रे मेघ आसव मेघला कलाहांडिया मेघ आ जो मेघ द्वारा तो दिन गुड़ाक पिले कौन देखा जाए तो कृष्ण वर्ण देखा जाए आ सही दिन गुड़िक कौन करें पिले ना जो दिन गुड़ाक दिन प्राणी मान कष्ट दौला तो सही दिवस वर्तमान प्राणी मान पिले आनंद दे थाए तो ठीक से भाया स्मरह कामदेव मे माने मोर ताप हेतु माने संतापर कारण थिले ए कामदेव मते दुख भी दउथिले आउ सह एव आउ सेही कामदेव ही निर्वापयिता जातः तम दुख को दूर मध्य कले हैला तो जो कामदेव मते दुख भी देथिले मो संतापर कारण हेतिले आज सेही कामदेव मो संताप को दूर मध्य कले तो जेमितिका ग्रीष्म ऋतु सरीगला परे तो कला मेघ द्वारा तो कला देखा जाउतवा दिन जेमिति लोक मानक पिले सुख देई थाए बुझा श्लोक अर्थ पिले ना नहीं आज्ञा सर बुझे ताहले एठारे राजा दुष्यंत कहउचंदी कि ग्रीष्म ऋतु सरीगला परे जेपरि मेघ द्वारा श्याम वर्ण देखा जाउथिबा दिवस प्राणी मानकर संताप को नष्ट करि थाए सेहीपरि कामदेव मध्य पूर्वरु मो संतापर कारण थिले आ वर्तमान किंतु मो संताप को से दूर करिसंती तो छंद पिले आर्या छंद अलंकार पिले उपमा अलंकार तापर शकुंतला कहउचंदी तद जदि बाम अनुमतम तेबे तुम दुहिंकर जदि ताहा अभिमत अटे तुमे भी चाहुच ततः तथा प्रवर्तितव्यम तेबे सेपरि किछि तुमे दुई जण कर जथा तस्य राजर्षेः अनुकंपनीय भवामि इति मु जेमिति से राजांकर दयार पात्र हेई पारिबी अन्यथा स्मरतम माम नल नहीं तो आ मु बंचिबार कि चांस नहीं तो मते तमे दुई जण झुरुथिबो हैला ताले लेखिया कथा प्ले टी किछि लेखि छाडी देछ हैला नहल नहीं तो स्मरतम माम तो मते झुर ठीक अछि तब राजा शत्रु कहिबे अहो विमर्श छेदी वचनम हैला तो ए कथा मोर सबु संशय को दूर करिदेला शकुंतलांकर ए कथा मोर सबु संशय को दूर करिदेला ना नहीं तो ए भलिया कथा सुनिला परे मु पूरा श्योर हे गली कि शकुंतला मते ही भल पाउछथि एतत एव काम फलम तो एहा हैला कामर फल माने कार कामदेवंकर फल तो कामदेवंकर कृपारु तो शकुंतला मते मिलिछंती शकुंतला मते ही भल पाउछंती बस एतिके हैला कामदेवंकर काम आउ कामदेव किछि करिवे नाही आउ जत्न फलम अन्यत आउ बाकी जहा रहिला से सब किछि परिश्रमर फल माने शकुंतलांग संगे मिलन शकुंतलांग विवाह करिवा तो ए सब पई मते परिश्रम करिया पड़ियो हैला एतावत अवस्था अपि माम सुखयते आ एपरी काम अवस्था मध्य मते बड़ सुख लागुछि ठीक अछि तो आज कामदेव द्वारा पीड़ित हेले मध्य तो मते एते दुख लागुनी ठीक अछि मते एते सुख लागुछि बोली के दुष्यंत पिले कहउछन्ते तापर क्षेत्र को प्रियम बदा पिले जनांतिकम तो हाथ रे कान रे हाथ दे कहउछन्ते हे अनसुया दूरम गतः अस्याह मनोरथः अक्षमा इयम काल हरणस्य हे अनसुया एहार इच्छा ना बहु दूर को चली गलेनी ठीक है आ पाखा पाखी इच्छा नहीं आउ विलंब करबा पई ये असमर्थ अटे जदि हम आउ विलंब करबा लेट करबा ताले बड़ अनर्थ हो जिवो ठीक अछि तो अनसुया क्षेत्र कहिबे प्रियम बदे कह उपाय भवेत अविलंबितम निभृतम च सख्याः मनोरथम संपादयावः अच्छा हे प्रियम बदा कौन एमती का उपाय अछि जहा द्वारा हमें यथा शीघ्र आउ ए काम गुड़ाक मध्य बड़ गुप्त रे सखीर इच्छा को हमें पूरा करि परिबा हैला तो कौन करिबा तापरे प्रियंवदा कहूची निभृतम इति चिंतनीयम माने गुप्त रे हबो कि ना सेटा तो चिंता करिबा कथा किंतु शीघ्रम इति न दुष्करम किंतु हम शीघ्र कामटा करि परिबा एटा एथरे किछि कष्ट नाही हैला शीघ्र कामटा हे जिवो किंतु बाकी गुप्त रे केमति कोन करिबा सेटा को हम टिके विचार करिबा तो अनसुया पचारिबा कथम बिबो अच्छा केमिति कोन हबो त प्रियंवदा कहूची ननु सह अपि राजर्षि अस्मिन् जने स्निग्ध दृष्ट्या सुचिताभिलाषः आउ एषु दिवसेषु
ପ୍ରଜାଗର କୃଷ ଇବ ଲକ୍ଷ୍ୟତେ କାହିଁକି ନା ସେ ରାଜର୍ଷି ମଧ୍ୟ ଏହି ଶକୁନ୍ତଳା ଠାରେ ପ୍ରେମପୂର୍ଣ୍ଣ ଦୃଷ୍ଟିରେ ନିଜର ଇଚ୍ଛାକୁ ସୂଚେଇଛନ୍ତି। କହୁଛନ୍ତି ମୁଁ ବି ଦେଖିଛି ସେ ରାଜର୍ଷିଙ୍କର ମନରେ ବି ଏ ଶକୁନ୍ତଳାଙ୍କ ପ୍ରତି ସେମିତିକା ଅଭିଳାଷା ଅଛି। ଆହୁରି ମଧ୍ୟ ଏଇ କିଛି ଦିନ ହବ ସେ ମଧ୍ୟ ରାତ୍ରି ଅନିଦ୍ରା ଫଳରେ ବଡ କୃଶ ଦେଖାଯାଉଛନ୍ତି। କାରଣ ଆଶ୍ରମରେ ଅଛନ୍ତି ନା, ତ ଏମାନେ ଦେଖୁଛନ୍ତି ତାଙ୍କୁ ପ୍ରତିଦିନ। ଆହୁରି ମଧ୍ୟ ମୁଁ ଦେଖୁଛି କିଛି ଦିନ ହବ ହେଲା, ତ ରାତିରେ ସିଏ ଆଉ ଶୋଉନାହାନ୍ତି ପ୍ରାୟ, ଯାହା ଫଳରେ ତାଙ୍କ ଦେହ ବହୁତ ଦୁର୍ବଳ ଅଛି। ତାପରେ ରାଜା ସେଥିରୁ ପିଲେ, ରାଜା ସବୁ ତ ଶୁଣୁଛନ୍ତି ନା, ତ ସାଙ୍ଗେ ସାଙ୍ଗେ ପିଲେ ଆତ୍ମାନ ଆଲୋକ୍ୟ, ତ ଟିକେ ନିଜକୁ ଦେଖିଲେ ସତରେ କଣ ମୁଁ ଏମିତି ଦୁର୍ବଳ ହେଇଯାଇଛି। ତାପରେ କହୁଛନ୍ତି ସତ୍ୟମ ଇଥମ ଭୂତ ଏବ ଅସ୍ମି, ସତରେ ମୁଁ ଏପରି ହିଁ ଦେଖାଯାଉଛି, ମାନେ ମୁଁ ଏମିତି ଦୁର୍ବଳ ହିଁ ଦେଖାଯାଉଛି। ତ ବର୍ତ୍ତମାନ ସେ ନିଜର ରୂପ ପିଲେ ବର୍ଣ୍ଣନା କରୁଛନ୍ତି। କଣ କହୁଛନ୍ତି ପିଲେ ହେଲା କି ପିଲେ ଅଶିଶିର ତରେହି ଅନ୍ତଃସ୍ତାପେ ବିବରଣ ମଲିମସମ୍ ନିଶି ନିଶି ଭୁଜନ୍ୟସ୍ତା ପାଙ୍ଗ ପ୍ରବର୍ତ୍ତିର ହେଲା ପ୍ରବର୍ତ୍ତି ଭୀରଶ୍ରୁଭି ଅନତି ଲୁଲିତ ଜାଘାତାଙ୍କାତ ମୁହୁର୍ମଣି ବନ୍ଧନାତ କନକ ବଲୟମ ସ୍ରସ୍ତମ ସ୍ରସ୍ତମ ମୟା ପ୍ରତିସାର୍ୟତେ। ତ ଏଇଟା ପିଲେ କୋଉ ଛନ୍ଦ କହିଲ ପିଲେ? ଏଇ ଯୋଉ ହରିଣୀ ନା ପୃଥ୍ୱୀ ଛନ୍ଦ ପିଲେ ହେଇଥିବ, ବୁଝିଲ? କୋଉ ଛନ୍ଦ ଲେଖା ହେଇଛି? ପୃଥ୍ୱୀ ନାଇଁ, ହରିଣୀ ଛନ୍ଦ ହେଲା। ତ କହୁଛନ୍ତି ପିଲେ କି ନିଶି, ସାର୍ ହଁ କୁହ। ସାର୍ ହରିଣୀ ଛନ୍ଦର ଲକ୍ଷଣ କଣ? ହରିଣୀ ଛନ୍ଦର ଲକ୍ଷଣ ବୋଧେ 17 ଅକ୍ଷର ବିଶିଷ୍ଟ ହେଇଥିବ। ଆଉ ତାର ଲକ୍ଷଣ, ଏଇଟା ଫେମସ ଛନ୍ଦ ନୁହଁ ତ ପିଲେ, ତ ଦେଖିବ ତାର କଣ ଦେଇଥିବ ପିଲେ ଲକ୍ଷଣ, ବୁଝିଲ? ଆଜ୍ଞା ସାର୍। ହୁଁ, ଚାଲ ତମର ଥିଲା ପିଲେ ହରିଣୀ ଛନ୍ଦ କି ଯୋଉ ପଢିଲା ବେଳେ? ନାଇଁ ସାର୍, ହରିଣୀ ନଥିଲା। ହଁ, ତ ଏତେ ଫେମସ ଛନ୍ଦ କିଛି ନୁହଁ ତ, ଆଉ ସେଥିପାଇଁ ପିଲେ କଣ ହେଇଥିବ ହେଲା, ଦେଇଥିବ ପିଲେ ବହିରେ ତମର ସେଥିରେ ହରିଣୀ ଛନ୍ଦର ଲକ୍ଷଣ ହେଲା ପିଲେ ଦେଇଛି ପିଲେ ନସ ମର ମଲା ହେଲା, ନସ ମର ସଲାଗହ ଷଡବେଦେର ହୟେର ହରିଣୀ ମତା, ଏମିତି ପିଲେ 17 ଅକ୍ଷର ବିଶିଷ୍ଟ ଛନ୍ଦ। ଠିକ ଅଛି। ତାହେଲେ କଣ କହୁଛନ୍ତି ପିଲେ କି ନିଶି ନିଶି ଅନ୍ତଃସ୍ତାପୈଃ ଅଶିଶିର ତରୈଃ ଭୁଜନ୍ୟସ୍ତାପାଙ୍ଗ ପ୍ରବର୍ତ୍ତିଭିଃ ଅଶ୍ରୁଭିଃ ବିବର୍ଣ୍ଣମଲୀମସଂ ଅନତି ଲୁଲିତ ଜାଘାତାଙ୍କାତ୍ ମଣିବନ୍ଧନାତ୍ ମୁହୁଃ ସ୍ରସ୍ତଂ ସ୍ରସ୍ତଂ କନକବଲୟଂ ମୟା ପ୍ରତିସାର୍ୟତେ। ହେଲା, ତ ପିଲେ ନିଶି ନିଶି, ନିଶି ନିଶି କହିଲେ ପିଲେ ପ୍ରତ୍ୟେକମ୍ ରାତ୍ରିଷୁ, ତ ପ୍ରତି ରାତିରେ ଅନ୍ତଃତାପୈଃ, ତ ପିଲେ ମାନସିକ ସନ୍ତାପୈଃ, ତ ପ୍ରତ୍ୟେକ ରାତ୍ରିରେ ତ ମାନସିକ ସନ୍ତାପ କାରଣରୁ ଅଶିଶିର ତରୈଃ, ତ ଅତ୍ୟନ୍ତ ଉଷ୍ଣ ହେଲା, ଆଉ ପିଲେ ଭୁଜ ନ୍ୟସ୍ତ ଅପାଙ୍ଗ ପ୍ରବର୍ତ୍ତିଭିଃ, ପିଲେ କରତଳ ଉପରେ, କରତଳ କହିଲେ ଯୋଉ ହାତର ପାପୁଲି ପିଲେ, ପାପୁଲି ଉପରେ ସ୍ଥିତ ନୟନସ୍ୟ, ତ ରହିଥିବା ନୟନର ପ୍ରାନ୍ତ ଭାଗାତ ନିରିଗତୈଃ, ତ ପ୍ରାନ୍ତ ଭାଗରୁ ଝରି ଆସୁଥିବା। ଆରେ ଜଣେ ଯେତେବେଳେ ମନ ଦୁଃଖରେ ଥାଏ ନିହାତି ଭାବରେ ତାର ପାପୁଲି ପିଲେ କୋଉଠିକି ଉଠିଯିବ, ଗାଲ ପାଖକୁ ଉଠିଯିବ ନା, ଯୋଉ କହନ୍ତି ନା ଗାଲରେ ହାତ ଦେଇକିରି ବସିଛି, ମାନେ କଣ ଚିନ୍ତାରେ ବସିଛି। ଠିକ ଅଛି, ତ ରାଜା ସେଇ କଥା ପିଲେ କହୁଛନ୍ତି କି ପ୍ରତିଦିନ ରାତିରେ ମୁଁ ନା ମାନେ ଯୋଉ କରତଳ ଉପରେ ମୋର ଆଖି ରହିଥାଏ, ଆଉ ସେଇ ଆଖିର ପ୍ରାନ୍ତ ଭାଗରୁ ଝରି ଆସେ ପିଲେ, କଣ ଝରି ଆସେ ନା ଅଶ୍ରୁଭିଃ, କି ପିଲେ ଲୁହ ହେଲା, ଯୋଉ ଲୁହ ପିଲେ ମାନସିକ ସନ୍ତାପ କାରଣରୁ ଆଉ ଅତ୍ୟନ୍ତ ଉଷ୍ଣ ବାଲା ଲୁହ ଝରି ଆସେ। ଆଉ ବିବରଣ ମଲିମସମ୍, ତ ବିକୃତ ବର୍ଣ୍ଣ କାରଣାତ ମଲିନମ୍, ଆଉ ପିଲେ ବିକୃତ ବର୍ଣ୍ଣ କାରଣାତ ମାନେ ଯେହେତୁ ମୋର ବର୍ଣ୍ଣ ମଧ୍ୟ ପିଲେ ମାନେ କଣ ହେଇଥାଏ ବିକୃତ ହେଇଯାଇଛି, ତ ସେଥିପାଇଁ ପିଲେ ମଳିନ ଦେଖାଯାଉଛି ହେଲା। ଆଉ ପିଲେ ଅନତି ଲୁଲିତ ଜାଘାତାଙ୍କାତ, ତ ପିଲେ ଜ୍ୟାୟାଃ ଆଘାତେନ ଚିହ୍ନ ଯୁକ୍ତାତ୍, ଆଉ ବାରମ୍ବାର ସେ ଯୋଉ ଧନୁର ସୂତାକୁ ପିଲେ ଭିଡି ଭିଡି ଯୋଉଥିରେ ପିଲେ ବହୁତ ସାରା ଚିହ୍ନ ହେଇଯାଇଛି,
ତ ସେଭଳିଆ ପିଲେ ମଣିବନ୍ଧନାଥ ତ ପିଲେ ମଣିବନ୍ଧରୁ ହେଲା ମଣିବନ୍ଧ ପିଲେ ବୁଝିପାରୁଛ ତ କୋଉଟା କୋଉଟା ପିଲେ ମଣିବନ୍ଧ ଆରେ ମଣିବନ୍ଧ କହିଲେ ପିଲେ ଆରେ ଯୋଉ ଜଏଣ୍ଟ ପଏଣ୍ଟଟା ପିଲେ ହେଲା ଯାହାକୁ ପିଲେ ଇଂଲିଶ ରିଷ୍ଟ ବୋଲି କହନ୍ତି ଠିକ ଅଛି ତ ସେଇ ଯୋଉ ମଣିବନ୍ଧରୁ ମୁହୁ ମାନେ ପିଲେ ବାରମ୍ବାର ସ୍ରସ୍ତମ ମାନେ ଖସି ପଡୁଛି କଣ ଖସି ପଡୁଛି ପିଲେ ନା କନକ ବଳୟମ ସୁନାର କଙ୍କଣ ଆଉ ତାକୁ ମୟା ପ୍ରତି ସାରିୟତେ ଆଉ ତାକୁ ମୁଁ ବାରମ୍ବାର ପିଲେ ଉପରକୁ ଉଠଉଛି ହେଲା ଦେଖ ତାଙ୍କର ଯୋଉ ମଣିବନ୍ଧ ପିଲା ଅଛି ତ ବାରମ୍ବାର ଧନୁର ସୂତାକୁ ଟାଣି ଟାଣିକିରି ତ ସେ ମଣିବନ୍ଧର ସବୁ ଚିହ୍ନ ହେଇଯାଇଛି ଆହୁରି ମଧ୍ୟ ସେ ଯୋଉ ଲୁହ ଝରି ଝରିକିରି ତାର ବର୍ଣ୍ଣ ମଧ୍ୟ ପିଲା ଭିନ୍ନ ପଡିଯାଇଛି ହେଲା ମାନେ ପୁରା ମଳିନ ପଡିଯାଇଛି ଆଉ ସେଇ ଯୋଉ ମଣିବନ୍ଧରେ ମୋର ଯୋଉ ସୁନାର କଙ୍କଣ ମୁଁ ପିନ୍ଧିଥିଲି ତାହା ବାରମ୍ବାର ଖସି ଯାଉଛି ଆରେ ଦେହ ପିଲା ସରୁ ଯେହେତୁ ଦୁର୍ବଳ ହେଇଯାଇଛନ୍ତି ତ ସୁନାର କଙ୍କଣ ପିଲା ବାରମ୍ବାର ଖସି ଯାଉଛି ଆଉ ତାକୁ ସେ ବାରମ୍ବାର ପିଲା ଉପରକୁ ଉଠଉଛନ୍ତି ତ ସେଇ କଥା ସେ କହୁଛି ୟା ଦ୍ୱାରା ଜଣା ପଡୁଛି କି ରାଜା ମଧ୍ୟ ପିଲେ ବହୁତ ଦୁର୍ବଳ ଅଟନ୍ତି ବୁଝି ହବ ନା ଶ୍ଲୋକର ଅର୍ଥ ପିଲେ ଆଜ୍ଞା ସାର୍ ତାହେଲେ ଏଠାରେ ରାଜା ଦୁଷ୍ୟନ୍ତ ନିଜର କୃଷାବସ୍ଥାକୁ ବର୍ଣ୍ଣନା କରିକି କହୁଛନ୍ତି କି ମୋର ମଣିବନ୍ଧରୁ ଯେଉଁଠାରେ କି ଜ୍ୟାଘାତର ଚିହ୍ନ ରହିଛି ଆଉ ସେଠୁ କନକ ବଳୟ ପିଲେ ବାରମ୍ବାର ଖସି ପଡୁଛି ଆଉ ମୁଁ ହେଲା ତାହାକୁ ପିଲେ ବାରମ୍ବାର ଉପରକୁ ଉଠଉଛି ଆଉ ସେହି ସୁବର୍ଣ୍ଣ କଙ୍କଣ ମଧ୍ୟ ପ୍ରତ୍ୟେକ ରାତ୍ରିର ମାନସିକ ସନ୍ତାପ ଦ୍ୱାରା ଅତ୍ୟନ୍ତ ଉଷ୍ଣ କରତଳ ଉପରେ ରହିଥିବା ନୟନର ପ୍ରାନ୍ତ ଭାଗରୁ ଝରି ଆସୁଥିବା ଅଶ୍ରୁ ଦ୍ୱାରା ପିଲେ ମଳିନ ପଡିଯାଇଛି ତ ସେଭଳିଆ ପିଲେ ସୁନାର କଙ୍କଣ ହେଲା ତ ଯୋଉ ସୁନାର କଙ୍କଣ ମୁଁ ପିନ୍ଧିଥିଲି ତାର ରଙ୍ଗ ମଧ୍ୟ ପିଲେ ପରିବର୍ତ୍ତନ ହେଇଯାଇଛି ଲୁହ ପଡି ପଡିକିରି ହେଲା ତାହେଲେ ପିଲେ ଅଶ୍ରୁଭିଃ କିମ୍ ବିବର୍ଣ୍ଣ ମଳିମସମ୍ ତ ଲୁହ ଦ୍ୱାରା ପିଲେ କାହାର ବର୍ଣ୍ଣ ମଳିନ ପଡିଯାଇଛି ସାର୍ କନକ ବଳୟମ୍ କନକ ବଳୟ ପିଲେ ଆଉ କନକ ବଳୟ ପିଲେ କେଉଁଠୁ ବାରମ୍ବାର ଖସି ପଡୁଛି ସାର୍ ମଣିବନ୍ଧରୁ ମଣିବନ୍ଧନ ଠିକ ମଣିବନ୍ଧନାଥ ତ ଛନ୍ଦ ପିଲେ ହରିଣୀ ଛନ୍ଦ ଆଉ ଅଳଙ୍କାର ପିଲେ ହେଲା ସ୍ୱଭାଭୁକ୍ତି ଅଳଙ୍କାର ହେଲା ହଉ ଠିକ ଅଛି ଆଉ ପିଲା ଆମେ 15 ନମ୍ବର ଯାଏଁ ଥାଉ ଆମେ ପୁଣି ପିଲେ ନେକ୍ସଟ କ୍ଲାସରେ ଏଠୁ ପଢିବା ପିଲେ ଠିକ ଅଛି ଆଜି ପିଲେ ରାତିରେ ପଢିଦବା ସାଙ୍ଗଟାରେ ଆଜ୍ଞା ସାର୍ ହଉ ତ ଗ୍ରୁପରେ ପିଲେ ମେସେଜ କରିଦିଅ ଲେଖିଦିଅ ଗ୍ରୁପରେ କି ଆଜି ପିଲେ ରାତି 9:30ରେ ପିଲେ ପଢିଦବା ଠିକ ଅଛି କାହିଁକି ନା ପିଲା ଆଉ ରହିଲେଣି ନା ବହୁତ ସାରା ଶ୍ଲୋକ ରହିଲେଣି ପିଲେ 15 ହେଲା ମାନେ ଆହୁରି 26ଟା ଶ୍ଲୋକ ହେଲା ତ ସେଥିପାଇଁ ଗ୍ରୁପରେ ପିଲେ ମେସେଜ କରିଦିଅ ଠିକ ଅଛି ହଉ ପିଲେ